ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 103 ରୁ 107। ମା ମା କହୁଛନ୍ତି, ବସ୍ତୁତଃ ଏଇ ଯାବତୀୟ ସୂତ୍ର ଗୁଡିକରୁ ଆମକୁ ସେଇ ଗୋଟିଏ ନୀତି ଶିକ୍ଷା ମିଳୁଛି ଯେ ବଞ୍ଚୁଥିବା ଭଳି ବୋଧ ହେବା ଅପେକ୍ଷା ବଞ୍ଚିବା ହିଁ ଅନେକ ମହତ୍ୱପୂର୍ଣ୍ଣ। ବଞ୍ଚୁଥିବା ଭଳି ବୋଧ ହେବା ଅପେକ୍ଷା ବଞ୍ଚିବା ହିଁ ଅନେକ ଅଧିକ ମହତ୍ୱପୂର୍ଣ୍ଣ। ଆମକୁ ବଞ୍ଚିବାକୁ ହେବ, ବଞ୍ଚୁଥିବାର ଛଳନା ନୁହେଁ। ଆମେ ଯେତେ ଅଧିକ ଥର ଆଲୋଚନା ଆମେ କରିବା ବା ଆକ୍ଚୁଆଲି କରୁଛନ୍ତି, ତାଠାରୁ ଅଧିକ ଆମକୁ ସଚେତନ ସକ୍ରିୟ ହେଇ ଏଥିରେ ବଞ୍ଚିବାକୁ ପଡିବ। ସେ ଲେଖୁଛନ୍ତି, ବଞ୍ଚୁଥିବା ଭଳି ବୋଧ ହେବା ଅପେକ୍ଷା ବଞ୍ଚିବା ହିଁ ଅନେକ ଅଧିକ ମହତ୍ୱପୂର୍ଣ୍ଣ। ଆମକୁ ବଞ୍ଚିବାକୁ ହେବ, ବଞ୍ଚୁଥିବାର ଛଳନା ନୁହେଁ। ସତ୍ୟ ପାଇଁ ବଞ୍ଚିବା ଏବଂ ସତ୍ୟକୁ କେବଳ ଯୋଉ କହନ୍ତିନି ପୋଥି ବାଇଗଣ, କେବଳ ଚର୍ଚ୍ଚାରେ, କେବଳ ଆଲୋଚନାରେ ଏବଂ ଆ ପୂର୍ବରୁ ଯୋଉ ମଝିରେ କହିଲେ କେତେକ ବ୍ୟକ୍ତି ଥାନ୍ତି ଯୋଉମାନେ କପଟ ଆଚରଣ ମାନେ ବ୍ୟବହାର କରନ୍ତି ଏଇ ଗୂଢତମ ସତ୍ୟକୁ ନିଜର ଫାଇଦା ପାଇଁ। ଇଏ ସବୁ ହଉଛି କେବଳ ଛଳନା, ବଞ୍ଚୁଥିବାର ଛଳନା। ତେଣୁ ଆମକୁ ଆମେ ଯୋଉମାନେ ପ୍ରଚେଷ୍ଟା କରିବାକୁ ଆଟଲିଷ୍ଟ ଇଚ୍ଛା କରୁଛନ୍ତି, ତେଣୁ ଆମେ ଏଇ ସଂକଳ୍ପ ରଖିବା ଯେ ଆମକୁ ବଞ୍ଚିବାକୁ ହେବ। ତୁମେ କୌଣସି ଏକ ବସ୍ତୁର ଉପଲବ୍ଧି କରୁଛ ବୋଲି ଅନ୍ୟମାନଙ୍କୁ ଜଣାଇବାରେ ଲାଗିଥିବା ଅପେକ୍ଷା ତୁମେ କୌଣସି ଏକ ବସ୍ତୁର ଉପଲବ୍ଧି କରୁଛ ବୋଲି ଅନ୍ୟମାନଙ୍କୁ ଜଣାଇବାରେ ଲାଗିଥିବା ଅପେକ୍ଷା ସେହି ବସ୍ତୁଟିକୁ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାପର ଭାବରେ ନିର୍ଦୋଷ ଭାବରେ ପ୍ରକୃତରେ ଉପଲବ୍ଧି କରିବା ହେଉଛି ଅନେକ ଅଧିକ ପରିମାଣରେ ମହତ୍ୱପୂର୍ଣ୍ଣ। କୌଣସି ଏକ ବସ୍ତୁର ଉପଲବ୍ଧି କରୁଛ ବୋଲି ଅନ୍ୟମାନଙ୍କୁ ଜଣାଇବାରେ ଲାଗିଥିବା ଅପେକ୍ଷା ଆମେ ସାଧାରଣତଃ ଏଇଟା ଗୋଟେ ପ୍ରବୃତ୍ତି ମନୁଷ୍ୟ ମାନଙ୍କର। ପଶୁମାନଙ୍କ ପାଖରେ ଅଛି ନ ଅଛି ସେ ବିଷୟ ଆଲୋଚନାଟା ଅନ୍ୟ ଜାଗାରେ ହବ। ଯେ ଆମେ ଆମ ପାଖରେ କିଛି ଥିଲେ ଆମକୁ ଟିକେ ଦେଖେଇ ହେବାକୁ ଭଲ ଲାଗେ। ଆମକୁ ଅନ୍ୟମାନେ ଯେପରି ଭଲ କୁହନ୍ତୁ, ସେଇଟା ଯେମିତି ପ୍ରାୟ ଆମର ଏକ ଦୁର୍ବଳତା। ସେଇଭଳି ଅନ୍ୟ ଏକ ଦୁର୍ବଳତା ହଉଛି ମୋ ପାଖରେ ଯାହା ଅଛି ଅନ୍ୟମାନଙ୍କୁ ଦେଖେଇ ହବା ପାଇଁ। ଅନ୍ୟର ଦେଖି ଈର୍ଷା କରିବା ଯୋଉ ଗୁଣ, ତାର ଯଦି ବ୍ୟାକଗ୍ରାଉଣ୍ଡ ଦେଖିବେ, ତା ବ୍ୟାକଗ୍ରାଉଣ୍ଡ ହଉଛି ମୋର ମୁଁ ଦେଖେଇ ପାରୁନାହିଁ। ତେଣୁ ତାର ଯେହେତୁ ଅଛି, ମୁଁ ତେଣୁ ଆଉ ସେଇଭଳି ଭାବରେ ତାଠୁ ଅଧିକ ଆଣିଲେ ମୁଁ ଦେଖେଇ ପାରିବି। ତେଣୁ ଦେଖେଇ ହବାଟା ଏକ ପ୍ରବୃତ୍ତି ଅଳ୍ପେ ବହୁତେ ଆମ ସମସ୍ତଙ୍କ ପାଖରେ ରହିଥାଏ। ତେଣୁ ସେସବୁ ପ୍ରତି ମଧ୍ୟ ଆମକୁ ସତର୍କ ରହିବାକୁ ପଡିବ। ଉପଲବ୍ଧି କରୁଛ ବୋଲି ଅନ୍ୟମାନଙ୍କୁ ଜଣାଇବାରେ ଲାଗିଥିବା ଅପେକ୍ଷା ସେଇ ବସ୍ତୁଟିକୁ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାପର ଭାବରେ, ଆଉ ଗୋଟେ ଶବ୍ଦ ତା ସହିତ କହିଲେ ନିର୍ଦୋଷ ଭାବରେ ପ୍ରକୃତରେ ଉପଲବ୍ଧି କରିବା ହେଉଛି ଅନେକ ଅଧିକ ପରିମାଣରେ ମହତ୍ୱପୂର୍ଣ୍ଣ। ଦାଦା, ଯେତେବେଳେ ଆମେ ଉପଲବ୍ଧି କରୁ, ଯେତେବେଳେ ତାକୁ ଉପଲବ୍ଧି କରି ସାରିଲା ପରେ ତାକୁ ପ୍ରକାଶ କରୁ, ତାକୁ ଆମେ ଶବ୍ଦ ମାଧ୍ୟମରେ ପ୍ରକାଶ କଲା ବେଳେ ଉପମା ଅଳଙ୍କାର ଦେଇ ତାକୁ ବିକୃତ କରି ପକାଉ। ଏଇଟା ହେଇଯାଏ କାହିଁକିନା ଶବ୍ଦ ହିଁ ହଉଛି କଣ, ଏକ ଶବ୍ଦରେ ଯେତେବେଳେ ଆମେ ପରିପ୍ରକାଶ କରୁଛୁ ତାହା ବିକୃତତାକୁ ହିଁ ନେଇ ଆସେ। ଏମିତି ଏଇ ଅର୍ଥରେ ବି ନ ହେଇପାରେ ଯେ କୋଉ ଅର୍ଥରେ
ସତରେ ସେ ବିକୃତ କରେ। ତାର ମର୍ମାର୍ଥ ବି ଦେଖିବେ, ଆଉ ଗୋଟେ ଦୃଷ୍ଟିକୋଣରୁ ଦେଖିବେ ଯେ ଯୋଉ ଉପଲବ୍ଧିଟି ହେଇଥାଏ ତାକୁ ଆଜ ଇଟ୍ ଇଜ ପରିପ୍ରକାଶ କରିବା ପାଇଁ ଶବ୍ଦ ଖୋଜିକି ଆପଣ ପାଇବେ ନାହିଁ। କାହିଁକି ପାଇବେନି? ନା ଲୋକ ବୁଝିଲା ଭଳିଆ ବା ମୁଁ କହିଲା ଭଳିଆ, ମୁଁ ଲେଖିଲା ଭଳିଆ ଯେତେବେଳେ ଶବ୍ଦ ତାକୁ ସଂଯୋଜନା କରେ ସେତେବେଳେ ସିଏ ତାର ଗ୍ରେଡେସନ କମିଯାଏ। ଗ୍ରେଡେସନ କମିଯାଏ, ବେଳେ ବେଳେ କମିକି ବିକୃତ ହେଇଯାଏ। ଗୋଟିଏ ଶବ୍ଦର ଯେମିତି କହନ୍ତି, ଦେଖନ୍ତୁ ଗୋଟେ ଶବ୍ଦ ହଉଛି ଏଣ୍ଡୁରାନ୍ସ, ଗୋଟେ ହଉଛି ଟଲରାନ୍ସ। ସହିବା, ଯଦି ଓଡିଆରେ ଆମେ କହିବା ସହିବା, ଯଦି ସହିବା ଆପଣ କହୁଛନ୍ତି, ସେ ସହିବାକୁ କିଏ କୋଉ ଅର୍ଥରେ ବୁଝିବ? ସରିଗଲା, ବିକୃତ ହେଇଗଲା। କାରଣ ବର୍ତ୍ତମାନ ସହିବାକୁ ଯଦି ଜେନେରାଲ ଖାଲି ଅଳ୍ପରେ ଟିକେ କଥା ହେଇ ପଳେଇବା, ସହିବା ଶବ୍ଦଟିଏ କହିଲା ବେଳେ ପ୍ରତିକ୍ରିୟା ଯୁକ୍ତ ସହିବା, ପ୍ରତିକ୍ରିୟା ବିହୀନ ଭାବରେ ସହିବା, ଦିଟା ଭିତରେ ଫରକ ରହିଛି। କିନ୍ତୁ ପ୍ରତିକ୍ରିୟା ବିହୀନ ସହିବା ପାଇଁ ବି ବ୍ୟବହାର କରୁଛନ୍ତି ସେ ଗୋଟିଏ ଶବ୍ଦ ସହିବା। ପ୍ରତିକ୍ରିୟା ଯୁକ୍ତ ମୁଁ ଭିତରେ ଗର 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 ହଉଥିବି ସହିବି, ଗୋଟିଏ ଶବ୍ଦ। ତେଣୁ ଶବ୍ଦରେ ପ୍ରକାଶ କଲା ବେଳେ ତାହା ପୂର୍ଣ୍ଣ ଭାବରେ ଯୋଉ ଉପଲବ୍ଧି ହେଇଥାଏ ତାକୁ ପରିପ୍ରକାଶ କରିପାରେନି, ସେଟା ବିକୃତ ହୁଏ। ଇଏ ତ ଗଲା। କିନ୍ତୁ ବେଳେ ବେଳେ ଉପଲବ୍ଧି ବେଳେ ଆମେ ଚେତନାର ଯୋଉ ସ୍ତରରେ ଥାଉ ସେଇ ସ୍ତରର ଆମର ଚେତନାର ଯୋଉ ସାମର୍ଥ୍ୟ, ଆମର ବୁଝିବାର ସାମର୍ଥ୍ୟ, ଆମର ଯୋଉ ସିନସିୟରିଟି ବା ଆସ୍ପିରେସନ ର ତୀବ୍ରତା, ତା ଉପରେ ମଧ୍ୟ ନିର୍ଭର କରେ ତାକୁ ଆମେ କୋଉ ଭଳି ଭାବରେ ଧରି ପାରୁଛୁ। ସେତେବେଳେ ଧରିଲା ବେଳେ ମଧ୍ୟ ତାହା ନିର୍ଦ୍ଦୋଷ ହବାର ବା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠି କହୁଛନ୍ତି। ସମ୍ପୂର୍ଣ୍ଣ ଭାବରେ, ନିଷ୍ଠାପର ଭାବରେ ଏବଂ ନିର୍ଦ୍ଦୋଷ ଭାବରେ ପ୍ରକୃତରେ ଉପଲବ୍ଧି କରିବା ହଉଛି ଅନେକ ଅଧିକ ପ୍ରଣାଳୀ। ପୁଣି ଏଠି ପ୍ରକୃତରେ କାହିଁ କହିଲେ? ବେଳେ ବେଳେ ଗୋଟେ ଷ୍ଟେଜ ଆସେ ହାଲୁସିନେସନ, ଆମେ ଯୋଉଟା ଶବ୍ଦ ବ୍ୟବହାର କରୁ ଇଂରାଜୀରେ, ସେଭଳି ଭାବରେ ବେଳେ ବେଳେ ଉପଲବ୍ଧି ନଥାଇପାରେ, କିନ୍ତୁ ସେଇ ପ୍ରକାରର ଏକ ଭାବଗତ ବା ଧାରଣାଗତ ବା ଗୋଟେ ପ୍ରକାରର କଳ୍ପନାଗତ ଏମିତି ବି କିଛି କିଛି ଆସେ, ତାକୁ ଅନେକ ସମୟରେ ବି କେତେକ ବ୍ୟକ୍ତି ଉପଲବ୍ଧି ବୋଲି ଗ୍ରହଣ କରିନିଅନ୍ତି, ଭାବି ନିଅନ୍ତି। ତେଣୁ ସେଥିପାଇଁ ପ୍ରକୃତର ଉପଲବ୍ଧି ଉପରେ ମଧ୍ୟ ମାନେ ଶବ୍ଦ ବ୍ୟବହାର ହେଇଛି ସେ। କହୁଛି ଏଠାରେ ମଧ୍ୟ ପୁଣି ସେ ଗୋଟିଏ କଥା କୁହାଯାଇଛି, ତୁମେ ଯାହା କିଛି କରୁଛ, ତୁମେ ଯାହା କିଛି କରୁଛ, ଯେତେବେଳେ ତାହାକୁ କହିବା ସକାଶେ ତୁମକୁ ବାଧ୍ୟ କରାଯାଏ, ସେତେବେଳେ ତୁମେ ତଦ୍ୱାରା ତୁମର ଅଧେ କାର୍ଯ୍ୟକୁ ହିଁ ବିଗାଡି ଦେଇଥାଅ। ତୁମେ ଯାହା କିଛି କରୁଛ, ଯେତେବେଳେ ତାହାକୁ କହିବା ସକାଶେ ତୁମକୁ ବାଧ୍ୟ କରାଯାଏ, ସେତେବେଳେ ତୁମେ ତଦ୍ୱାରା ତୁମର ଅଧେ କାର୍ଯ୍ୟକୁ ହିଁ ବିଗାଡି ଦେଇଥାଅ। କେତେ ପ୍ରକାର ଘଟଣା ଯୋଗୁ ଘଟିପାରେ। ଗୋଟିଏ ପ୍ରକାର ଘଟଣା ଆମେ ଯେମିତି କହିଲେ ଯେ ଭାବଗତ ପରିପ୍ରକାଶରେ ପାର୍ଥକ୍ୟ ହେଇପାରେ। ଲୋକ ଯାହା ପାଖରେ ଆପଣ ଯୋଉ ପ୍ରେଜେଣ୍ଟ କରୁଛନ୍ତି ତାର ଗ୍ରହଣଶୀଳତା କୋଉ ଭଳି, ତାର ସ୍ଥିତି କୋଉ ଭଳି, ତା ଅନୁସାରେ ମଧ୍ୟ ଆମେ ଯେତେବେଳେ ପ୍ରକାଶ କରୁ ସେଟା ବିଗାଡି ହେଇଯାଏ। ଏବଂ ଆଉ ଗୋଟେ ଦୃଷ୍ଟିକୋଣରୁ ବି ହୁଏ କଣ, ଯେତେବେଳେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବା ସୂକ୍ଷ୍ମରୁ ଯେତେବେଳେ ଆମେ କିଛି ଜିନିଷକୁ ସ୍ଥୂଳରେ ପରିପ୍ରକାଶ କରିବା ପାଇଁ ଯେତେବେଳେ ସଂକଳ୍ପ ନେଇ କିଛି କାର୍ଯ୍ୟ କରୁଛନ୍ତି, ସେତେବେଳେ ତାକୁ ଯଦି ଆମେ କହିବାକୁ ଯିବା, ତାହେଲେ କଣ ହୁଏ, ଆମ ଭିତରେ ଯୋଉ ଅହଂଟି ରହିଛି ସିଏ ତାର ରୂପ ଦେଖେଇବା ଆରମ୍ଭ କରେ। ସିଏ କଣ କରେ, ଆମ ଭିତରେ ଆଉ ଏକ ପ୍ରବୃତ୍ତି ଡେଭଲପ କରାଏ ଯେ ଦେଖ ମୁଁ ଏତେ ଏତେ କରିପାରୁଛି, ମୁଁ ଏତେ ଜାଣିଛି, ମୋର ଏତେ ଉପଲବ୍ଧି ଅଛି। ଏଇ ଭାବ ସେ ଟିକେ 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 ଯେମିତି ଯେମିତି କଣ ବୁଦୁ 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 ବାହାର କଲା ଭଳିଆ ସେ ବାହାର କରେ। ଏବଂ ସେଇ ବୁଦୁ ବୁଦୁ ଆସି ଯେତେବେଳେ ଉପରେ ଫାଟିବ, ସରିଲା ଆଉ କଣ ଅଛି। ପୁଣି ଆମକୁ ଅ ମାନେ ଯୋଉ ଆସ୍ପୃହା ର ଯୋଉ ଦିଗ କରିକି ଆମେ ଯେତିକି ଆଗେଇଥିବା, ଇଏ ଫୁଟକା ବାହାରିଲା ବେଳକୁ ଯେମିତି ଆସ୍ପୃହା ଉପରେ ଛିଞ୍ଚଡା ପକେଇଦବ। ପକେଇଦେଲା ଟିକେ ସିଏ ପୁଣି ସ୍ତିମିତ ହେଇଯିବାର ସମ୍ଭାବନା ରହିଥାଏ। ଅନେକ ସମୟରେ ଘଟେ।
ଏବଂ ସେଥିପାଇଁ କୁହାଯାଏ ବାରମ୍ବାର ଅଧିକ ନିଷ୍ଠା ପ୍ରଭାବ ପଡିବ, ଅପ୍ରତିହତ ଆସ୍ପୃହା ରଖିବାକୁ ପଡିବ ବୋଲି ଆମକୁ ପ୍ରଚେଷ୍ଟାରେ ଲାଗି ରହିବାକୁ ପଡିବ। ତେଣୁ ଯେତେବେଳେ ତାହାକୁ କହିବା ସକାଶେ ତୁମକୁ ବାଧ୍ୟ କରାଯାଏ, ସେତେବେଳେ ତୁମେ ତା ଦ୍ୱାରା ତୁମ ଅଧେ କାର୍ଯ୍ୟକୁ ବିଗାଡିଥାଏ। ଦିଟା ଦିଗରୁ ହୁଏ। ତିନିଟା କଥା ଆମେ ଏଠି କଥା, ଗୋଟେ କଥା ଯିଏ ରିସିଭ କରୁଛି ତା ପାଖରେ ପହଞ୍ଚିବା ପାଇଁ ଆମେ ବେଳେ ବେଳେ ଟିକେ ତା ଦେହରେ ମସଲା ପକାଉ, ବା ତାକୁ ଟିକେ ଗ୍ରେଡ୍ ଖସେଇ ଦଉ। ଆଉ ବେଳେ ବେଳେ ଆମେ ଯେତେବେଳେ କଣ ପ୍ରକାଶ କରିବାକୁ ଯାଉ, ଆମ ଭିତରେ ଅହଂବୋଧ ସିଏ ମଧ୍ୟ ତାର ରୂପ ଦେଖାଏ। ତେଣୁ ସ୍ୱାଭାବିକ ଭାବରେ ଆପଣ ବିଗିଡି ଗଲା ଆଉ କଣ, ଯୋଉ ସ୍ତରରେ ଯୋଉ ଚେତନାର ଯୋଉ ଉପଲବ୍ଧି ଆପଣଙ୍କ ପାଖରେ ରହିଥାନ୍ତା। ଆଉ ଗୋଟେ କଥା ସେଠି ବି ମନେ ରଖିବେ, ସେଥିପାଇଁ ଯେତେବେଳେ ବି କୌଣସି ଉପଲବ୍ଧିକୁ ପରିପ୍ରକାଶ କରିବା ପାଇଁ ଆପଣଙ୍କ ଭିତରେ ପ୍ରେରଣା ଆସିଲା, ତାମାନେ ଆପଣ ସତର୍କ ହେବେ ଯେ ଆସିଗଲା ଛଳନା କରିବାର ଏକ ମାଧ୍ୟମ ମତେ ଦେଖେଇଦେଲେ ପରିପ୍ରକାଶ କରିବା। ଯୋଉମାନେ ଛଳନା କରୁଛନ୍ତି ତାଙ୍କ କଥା ବା ସେମାନେ ଗୁଡା ଜାଣି ବି ପାରିବେନି ଯେ ସେମାନେ ଏଇ କଥା ଗୁଡାକ ପ୍ରକୃତରେ ସତ୍ୟ ଏହା ବୋଲି। ସିଏ କହିବେ ସେ ଯୋଉଟା କହୁଛନ୍ତି ସେଇଟା ହିଁ ସତ୍ୟ। କିନ୍ତୁ ଯେତେବେଳେ ସାଧନା କରିବା ପାଇଁ, ଭଗବାନଙ୍କର ଯନ୍ତ୍ର ହବା ପାଇଁ, ପରମଙ୍କର ଅବିକୃତ ଭାବରେ ପରିପ୍ରକାଶ କରିବାର ଯନ୍ତ୍ର ହବା ପାଇଁ ଯେତେବେଳେ ଆମେ ପ୍ରଚେଷ୍ଟା କରୁଛନ୍ତି, ସେତେବେଳେ ଏ ଦିଗ ପ୍ରତି ଆମକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ତାକୁ ଦୃଷ୍ଟି ଦେବାକୁ ପଡିବ। ଏବଂ ତଥାପି ତାହା ଯୁଗପତ୍ ଭାବରେ ତୁମକୁ ତୁମର ସ୍ଥିତି ବିଷୟରେ ସଚେତନ କରିଦେଇଥାଏ। ଏଇଠି ଆମେ ଯୋଉ କଥା ଆଲୋଚନା କରିଥିଲେ, ଆମର ସ୍ଥିତିକୁ ସେ ସଚେତନ କରେଇଦବ, ଜଣେଇଦବ। ଯେ କହିଲି ନା, ଆମେ ଯେତେବେଳେ ଯଦି ପ୍ରକାଶ କରିବାର ଭାବ ବି ଆସିଲା, ତାମାନେ ଅହଂ ଟିକେ ରୂପ ଦେଖେଇଲା। ତେଣୁ ତୁମକୁ ତୁମର ସ୍ଥିତି ବିଷୟରେ ସଚେତନ କରିଦେଇଥାଏ ଯୁଗପତ୍ ଭାବରେ। ସେ ଗୋଟେ ଶବ୍ଦଟିଏ, ତାମାନେ ସବୁବେଳେ ଦେଖୁଥାଏ ତୁମେ ପ୍ରକୃତରେ କେଉଁଠାରେ ଯାଇ ପହଞ୍ଚି ପାରିଛ, ତାହା ଆବିଷ୍କାର କରିବାରେ ତୁମକୁ ସାହାଯ୍ୟ କରେ। 4 ପଏଣ୍ଟ ଗଲା। 5 ନମ୍ବରରେ ମଧ୍ୟମ ମାର୍ଗ ବିଷୟରେ କହିବା ସମୟରେ ବୁଦ୍ଧ ମଧ୍ୟ ସେହି ପ୍ରଜ୍ଞାଟିକୁ ବ୍ୟକ୍ତ କରିଥିଲେ। ଅତିରିକ୍ତ ପରିମାଣରେ ଏଇଟା ନୁହେଁ, ଅଥବା ଅତିରିକ୍ତ ପରିମାଣରେ ସେଇଟା ନୁହେଁ। ଏକା ବେଳକେ ଏ ପାଖକୁ ଢଳି ପଡିବା ନୁହେଁ, ଅଥବା ସେ ପାଖକୁ ମଧ୍ୟ ଢଳି ପଡିବା ନୁହେଁ। ତୁମେ ସବୁଠିରୁ ସବୁ କିଛି ଗ୍ରହଣ କରିପାରୁଥିବ ଏବଂ ଏକ ଭାରସାମ୍ୟ ସହିତ ବାଟ ଚାଲୁଥିବ, ମାତ୍ର ସବୁବେଳେ ଶୁଦ୍ଧ ରହିଥିବ। ଶୁଦ୍ଧତା ଏବଂ ନିଷ୍ଠା ଦୁଇଟି ଯାକ ସେଇ ଗୋଟିଏ କଥା। ଶୁଦ୍ଧତା ଏବଂ ନିଷ୍ଠା ଦୁଇଟି ଯାକ ସେଇ ଗୋଟିଏ କଥା। ଏ ସବୁ ଯେତେ ଗୁଡେ ପଏଣ୍ଟସ୍ କହିଗଲେ, ଇଏ ଥିଲା ପ୍ରଶ୍ନ ଯୋଉ ମାଙ୍କୁ ପଚାରିଥିଲେ ଯେ ଆମେ ସାଧାରଣ ଜୀବନରେ ରହି ଜୀବନ ଯାପନ ବଞ୍ଚୁଛୁ, କିନ୍ତୁ ମୁକ୍ତ ଭାବରେ ବଞ୍ଚିବା। ସେ ଯୋଉ ପ୍ରଶ୍ନଟି ସେ କରିଥିଲେ, ତାର ଉତ୍ତରଟି ଏଇଭଳି ଭାବରେ ଟିକେ ଲମ୍ବା ରହିଥିଲା। ପ୍ରଶ୍ନ ଥିଲା କଣ, ଆମର ଯାହା ହେବା ଉଚିତ ସାଧାରଣ ଅବସ୍ଥାରେ ମଧ୍ୟ ଆମେ ତାହା ହେବା ଲାଗି ଏକ ବାଟ ପାଇପାରିବା କିପରି? ତାମାନେ ସାଧାରଣ ଜୀବନଟିକୁ ବଞ୍ଚିବା ଓ ତଥାପି ମୁକ୍ତ ରହିପାରିବା କିପରି? ଏଇ ଆଲୋଚନାରେ ଯୋଉ ଗୁଡାକ କହିଲେ ତାର ସାରାଂଶଟି ଏଭଳି ଭାବରେ ଥିଲା। ତେଣୁ ଯଥାର୍ଥରେ ସେଇଠୁ ସେ ଆରମ୍ଭ କରିଥିଲେ କଣ, ଯଦି ଯଥାର୍ଥରେ ଆମେ ନିଜର ପରିଚୟ, ଆତ୍ମ ପରିଚୟ ପାଇବାକୁ ଚାହୁଁଛୁ ଏବଂ ସେଇ ଅନୁସାରେ ବଞ୍ଚିବାକୁ ଚାହୁଁଛୁ, ତେଣୁ ସମୟ ଆବଶ୍ୟକ। କଣ କହିଲେ? ସମୟ ଆବଶ୍ୟକ। ସେଥିପାଇଁ ଆମକୁ ଲାଗି ରହିବାକୁ ପଡିବ, ସମୟ ଦେଇକି ନ ଲାଗିଲେ ହବ ନାହିଁ। ତେଣୁ କିନ୍ତୁ ଆମେ ଅଧିକାଂଶ ସମୟ ଆମର ବାହ୍ୟ ଆବଶ୍ୟକତା ପାଇଁ ବ୍ୟବହାର କରିଥାଉ। ତେଣୁ ମା କହିଲେ ଯେ ସେଇଥିପାଇଁ ଆଶ୍ରମ ତିଆରି କରାଯାଇଥାଏ, ଯଦ୍ୱାରା ଆଶ୍ରମରେ ତୁମର, ମା କହିଲେ ମୁଁ ସେଇଟା ପରିକଳ୍ପନା ପ୍ରଥମେ ସେଇ ସକାଶେ କରିଥିଲି, ଯେ ଯୋଉଠି ବ୍ୟକ୍ତି ତାର ବାହ୍ୟ ଆବଶ୍ୟକତା ନେଇ ଯୋଉ ସମୟ ଦଉଛି, ତାର ବାହ୍ୟ ଆବଶ୍ୟକତା ତାକୁ ପୂରଣ କରି ଦିଆଯିବ। ତା ଫଳରେ ସେଇ ସମୟଟି ପୁରା ଭାବରେ ତା ପାଖରେ ରହିବ। ତେଣୁ ସିଏ ସବୁଠାରୁ ସର୍ବାଧିକ ସମୟ ତା ଜୀବନର ଯେମିତି ଦେଇପାରିବ ନିଜକୁ ଆତ୍ମ ପରିଚୟ ପାଇଁ, ନିଜକୁ ଖୋଜିବା ପାଇଁ ସିଏ ସମୟ ଦେଇପାରିବ। ତେଣୁ ଏଇଟା ଥିଲା ପ୍ରଥମ କଥା। ତାପରେ ସେଇଠି ସେ କହିଲା ବେଳେ କହିଲେ, ଯଦିଓ ଆଶ୍ରମରେ ଆସୁଛନ୍ତି ଏବଂ କାମ କରୁଛନ୍ତି ବା ରହୁଛନ୍ତି, କିନ୍ତୁ କିଛି ଦିନ ପରେ କଣ ହଉଛି ନା, ସେମାନଙ୍କୁ ଆଳସ୍ୟତା ଗ୍ରାସ କରେ। ମା କହୁଛନ୍ତି ଏମିତି ନୁହେଁ ଯେ ସମସ୍ତଙ୍କୁ ବୋଲି, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଘଟେ। ପୁଣି ସେଟା ସ୍ତିମିତ ହେଇଯାଏ
କିନ୍ତୁ ତାପରେ ପୁଣି କହିଲେ ତା ଅର୍ଥ ନୁହଁ ଯେ ତୁମ ଭିତରେ ଯୋଉ ଅନ୍ତର ପ୍ରେରଣା ଆସିଥିଲା ସେଇଟା ଭୁଲ ଥିଲା ବୋଲି। କାହିଁକିନା ଯେତେ ବେଳେ ବେଳେ ଆଳସ୍ୟତା ବା ସ୍ତିମିତତା ଭିତରେ ଯାଇକିରି ଏମିତି ଏକ ସ୍ଥିତି ଆସି ପହଞ୍ଚାଏ ଆମକୁ ଲାଗେ ଯେମିତି ସେ ମାନେ ଆଶ୍ରମ ଆସିଥିଲା କେବଳ ଏଇ ବା ଏମିତିଆ କାର୍ଯ୍ୟ କରିବା ପାଇଁ ଏଣୁ ତେଣୁ ମାନେ ନିଜର ଚରିତାର୍ଥ କରିବା ପାଇଁ। ମାକୁନି ସେ କଥା ହଉଛି ଏଇଟା ଠିକ, କିନ୍ତୁ ତାର ଅନ୍ତର ପ୍ରେରଣା ଯୋଉଟା ପ୍ରଥମରୁ ଆସିଥିଲା ସେଇଟା ଭୁଲ ନଥିଲା, ସେଇଟା ନିର୍ଭୁଲ ଥିଲା, ସେଇଟା ଠିକ ଥିଲା। କିନ୍ତୁ କଣ ହେଇଛି ନା ଆଳସ୍ୟତା, ବାହ୍ୟ ଯୋଉ ଆସକ୍ତି, ଏ ସବୁ ଧୀରେ 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 କଣ ହେଇଛି ଟିକେ ଅଧିକ ହେଇଯାଇଛି, ବଳ ତାର ଅଧିକ ହେଇଯାଇଛି, ସିଏ ପଥଭ୍ରଷ୍ଟ ହେଇଯାଇଛି। କିନ୍ତୁ ପ୍ରଥମେ ଯୋଉ ଅନ୍ତର ପ୍ରେରଣା ଥିଲା ସେଇଟା ଠିକ ଥିଲା। ସେଇଥିପାଇଁ ସେ କହିଲେ କଣ ନା କଠୋର ଶାସନର ପର୍ଯ୍ୟାୟ ଦେଇ ତମକୁ ଗତି କରିବାକୁ ପଡିବ। ସେ କଠୋର ଶାସନରେ ସେଇଥିପାଇଁ ବାରମ୍ବାର କଥା ହେଇଥିଲେ କଣ ଶୃଙ୍ଖଳା, ଯେପରି ମାନେ କଣ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା ଦରକାର ହୁଏ, ସାଂସାରିକ ସାମାଜିକ ଜୀବନରେ ଶୃଙ୍ଖଳା ଦରକାର ହୁଏ, ସେଭଳି ଆଧ୍ୟାତ୍ମିକ ଜୀବନରେ ଯେତେବେଳେ ଯାଉଛନ୍ତି ତାଙ୍କ ପାଇଁ ଆହୁରି ଅଧିକ ଅଧିକ କଠୋର ଶୃଙ୍ଖଳା ଦରକାର ହୁଏ। ଆଉ ଯିଏ କହୁଥିବେ ଯେ ଶୃଙ୍ଖଳାର ଆବଶ୍ୟକତା ନାହିଁ, ଆପଣ ଜାଣିବେ ସିଏ ପଶୁ ଠାରୁ ବି ହୀନ ଅବସ୍ଥାରେ ରହିଛି। କାହିଁକିନା ପଶୁର କଣ ରହିଛି, ସିଏ ପ୍ରବୃତ୍ତି ଦ୍ଵାରା ପରିଚାଳିତ ହଉଛି, ତେଣୁ ତା ପାଇଁ ଶୃଙ୍ଖଳାର କିଛି ଅର୍ଥ ନାହିଁ, କାହିଁକି ସେ ବୁଝେ ନାହିଁ ସେଇଟାକୁ। ତେଣୁ ସିଏ ସେଇ ଚେତନାରେ ମଣିଷ ହେଇଛି, ମନଟିଏ ପାଇଛି, ଯୁକ୍ତି ବୁଦ୍ଧି ପାଇଛି, କିନ୍ତୁ ପଶୁ ପ୍ରବୃତ୍ତିରେ ଯେହେତୁ ରହିଛି ତେଣୁ ସିଏ କହେ ଯେ ଶୃଙ୍ଖଳା ଆବଶ୍ୟକ ନାହିଁ। ଏଇ କଥା ମା କହିଥିଲେ, ଏଇ ବିଷୟରେ ଆଲୋଚନା କରିଥିଲେ। ତାପରେ କହିଲେ ଯେ ସର୍ବପ୍ରଥମ ଅଭିପ୍ସା ରହିବ କଣ, ଯେ ନିଜକୁ ଉନ୍ମୋଚନ କରିବା। ସେଠି ଗୋଟେ କଥା କହିଥିଲେ, ଯେତେ ଗୋଟେ ପ୍ରକ୍ରିୟା ରହୁଛି ସେଗୁଡାକ ହଉଛି ସବୁ ସାଧନ। ସିଏ କଣ ପାଇଁ ରହିଛି ନା ନିଜକୁ ଉନ୍ମୋଚନ କରିବା ପାଇଁ। ଏବଂ ଉନ୍ମୋଚନ କରିବା ପାଇଁ ଯେତେବେଳେ କହୁଛନ୍ତି ସେତେବେଳେ ସିଏ କହୁଛନ୍ତି କଣ ଯେ ତମର ଯୋଉ ଦୃଷ୍ଟିକୋଣ ଯୋଉ ରହୁଛି ସିଏ ଯେପରି ଅବିମିଶ୍ରିତ ରହିବ ତାକୁ ମଧ୍ୟ ଆମକୁ ସଚେତନ ହବାକୁ ପଡିବ। ତାପରେ ସେଇଠି ଗୋଟେ କଥା କହିଥିଲେ କଣ ଯେ ପ୍ରଭୁ ଶ୍ରୀଅରବିନ୍ଦ କହୁଛନ୍ତି, ମା କହିଲେ ଯେ ଶ୍ରୀଅରବିନ୍ଦ କହୁଥିଲେ ଯଦି ମୋତେ କେବଳ 100 ଜଣ ବି ମିଳିଯାଇ ପାରିବ ତାହା ହିଁ ଯଥେଷ୍ଟ ହେବ। ତାମାନେ 100 ଜଣ ପୂର୍ଣ୍ଣ ନିଷ୍ଠାପର ସହକାରେ କେବଳ କେବଳ ପରମଙ୍କୁ ପରିପ୍ରକାଶ କରିବା ପାଇଁ, ଯଦି ବଞ୍ଚିବା ପାଇଁ ପରମଙ୍କୁ ପରିପ୍ରକାଶ କରିବା ପାଇଁ ସେ ସମୟ ଦେଲେ ତେବେ ସେତିକି ମଧ୍ୟ ଯଥେଷ୍ଟ ହବ। ରୂପାନ୍ତର ଯୋଉ କଲେକ୍ଟିଭଲି ୱାର୍କ ଯୋଉ ରୂପାନ୍ତର ପାଇଁ ଚାଲିଛି ସିଏ ତାର ଏକ ଯେମିତି କହନ୍ତି କଣ ଘରର ନିଅ ଭଳିଆ ସିଏ ହେଇଯିବ ଗୋଟେ ଆଧାରଶୀଳ ଆଧାରଶିଳା, ଯିଏକି ତାକୁ ଗ୍ରହଣ କରିପାରିବ, ତାକୁ ଧରିପାରିବ ଏବଂ ପୃଥିବୀ ପୃଷ୍ଠରେ ସ୍ଥାୟୀ ଭାବରେ ତାକୁ ଧରି ରଖିବା ପାଇଁ ଗୋଟେ ଆଧାର ତିଆରି ହେଇଯିବ। 100 ଜଣ ବି ଯଦି କେତେ ଚିନ୍ତା କରନ୍ତୁ, ପୃଥିବୀରେ 700 କୋଟି 800 କୋଟି ଲୋକ ଭିତରୁ 100 ଜଣ ବି ଯଦି ହୁଅନ୍ତି ତେବେ ବି ଯଥେଷ୍ଟ। ତାପରେ ଆଉ ଗୋଟେ କଥା କହୁଥିଲେ ଯେ ସାଧାରଣତଃ ବାହ୍ୟ ଜୀବନ ଯେତେବେଳେ ଅତ୍ୟନ୍ତ କଷ୍ଟକର ହୁଏ ସେତେବେଳେ ଅଭିପ୍ସା ଟିକେ ପ୍ରଗାଢ ହୁଏ, କାହିଁକିନା ଆମେ ସେଇ ଚେତନାରେ ରହିଛୁ। ସେଠି ସେତେବେଳେ କହିଲେ କଣ ଯେ ଲୋକ ଏମିତି ଚେତନାରେ ରହିଛନ୍ତି ଯୋଉଠି କି ପ୍ରେମକୁ ଚିହ୍ନିବା ପାଇଁ ତାଙ୍କର ଘୃଣା ଆବଶ୍ୟକ ପଡୁଛି। ଏବଂ କହୁଛନ୍ତି ସେଇଠି ଆମେ ବି ଆଲୋଚନା କରୁଥିଲେ, ସାଧାରଣତଃ ଲୋକେ ସେଇଥିପାଇଁ କହନ୍ତି ଖରା ନଥିଲେ ଛାଇର ମହତ୍ଵ କଣ। ତାମାନେ ସେମାନେ ଏବେ ବି ସେଇ ଚେତନାରେ ରହିଛନ୍ତି ଯୋଉ ଚେତନାରୁ ଉର୍ଦ୍ଧ୍ୱକୁ ଉଠିବା ପାଇଁ ପଡିବ। ମା କହୁଛନ୍ତି ସେମାନେ ଏତେ ବେଶୀ ସ୍ଥୂଳ ହେଇ ରହିଛନ୍ତି ଯେ ତାଙ୍କୁ ସେଇଥିପାଇଁ କହୁଛି ଏଇ ଯୋଉ ଅତ୍ୟଧିକ ସାଧନ ଗୁଡିକର ତାଙ୍କ ପାଇଁ ପ୍ରয়োଜନ ରହିଛି, କାହିଁକିନା ପ୍ରେମକୁ ଚିହ୍ନିବା ପାଇଁ ଘୃଣା ତାଙ୍କ ପାଖରେ ଆବଶ୍ୟକ ହୁଏ ଏବଂ ପରମଙ୍କୁ ଆବାହନ କରିବା ପାଇଁ, ଆସ୍ପୃହ କରିବା ପାଇଁ ତାଙ୍କ ଜୀବନରେ ଦୁଃଖ ଯନ୍ତ୍ରଣାର ତୀବ୍ରତମ ଯନ୍ତ୍ରଣା ଦରକାର ପଡନ୍ତି। ସେଥିପାଇଁ କହିଲେ ଅତ୍ୟଧିକ ତାଙ୍କୁ ଆବଶ୍ୟକ ହୁଏ। ସେଠି ଗୋଟେ କଥା କହିଲେ ଯେତେବେଳେ ପରମ ଶାନ୍ତି ଆସେ ସେତେବେଳେ ଆମେ ଶୋଇପଡୁଛୁ, ତେଣୁ ଅସୁବିଧା ସେମାନଙ୍କ ଜୀବନରେ ସେଇଥିପାଇଁ ଆସୁଛି। ତେଣୁ ଆମେ ସେଠି ଗୋଟେ କଥାରେ କଥାରେ ହୁଅନ୍ତି କଣ, ଯଦି ସୁଖରେ ପରମଙ୍କୁ ବା ମାଙ୍କୁ ଆବାହନ କରିବା ଆମର ଯଦି ସ୍ୱତଃ ପ୍ରବୃତ ସ୍ୱାଭାବିକ ପ୍ରବୃତ୍ତି ହେଇଯାଏ ତେବେ ଆମ ଜୀବନରେ ଦୁଃଖ କାହିଁକି ରହିବ। ତାପରେ ସେଇଠି ମା ବି କହିଲେ ସେଇଥିପାଇଁ ଆକ୍ଚୁଆଲି ଯୁଦ୍ଧର ଆବଶ୍ୟକତା ମଧ୍ୟ ପଡେ ବୋଲି ଶ୍ରୀଅରବିନ୍ଦ ଲେଖୁଛନ୍ତି ବା ଶ୍ରୀଅରବିନ୍ଦ କହୁଛନ୍ତି। ଶାନ୍ତି ସମୟରେ ଲୋକମାନେ କଣ ହୁଏ ତାଙ୍କ ଜୀବନରେ ଅତ୍ୟନ୍ତ ଶିଥିଳତା ଆସିଥାଏ, ତେଣୁ ଯୁଦ୍ଧର ଆବଶ୍ୟକତା ବେଳେ ବେଳେ ସେଥିପାଇଁ ମଧ୍ୟ ଥାଏ। ମା ସେଠି କହିଲା ବେଳେ କହିଥିଲେ ଏହା ପ୍ରକୃତରେ ଅତି ଦୁଃଖର କଥା। ଏଇଟା ଦୁଃଖର କଥା ନୁହଁ, ଆମେ ପ୍ରେମକୁ ବୁଝିବା ପାଇଁ ଘୃଣା ଦରକାର କରୁଛୁ।
ଶାନ୍ତିରେ ବସବାସ କରିବା ପାଇଁ ଯୁଦ୍ଧର ଆବଶ୍ୟକତା କରୁଛୁ। ତେଣୁ ଆମ ଜୀବନରେ ସେଥିପାଇଁ ଏବେ ବି ମିକ୍ସଡ ଚାଲିଛି। ସେଥିପାଇଁ କହନ୍ତି କଣ, ଦୁଃଖ ସୁଖ ପରମାନେଣ୍ଟ ସ୍ଥାୟୀ ନୁହଁ, ତେଣୁ ଦୁଃଖ ସୁଖ ଚାଲିଥାଏ। କାହିଁକି ନା ଆମେ ସୁଖରେ ବଞ୍ଚିବା ଶିଖିନୁ। ସେ ବିଷୟରେ ବି ପୂର୍ବରୁ ଆଲୋଚନା ହେଇଥିଲା। ତାପରେ କହିଲେ, ଯେତେବେଳେ ଶୁଦ୍ଧ ପ୍ରେମର ଶକ୍ତି, ତାହା ଏକ ଅତ୍ୟନ୍ତ ଅଦ୍ଭୁତ ଶକ୍ତି ଓ ତାହା ଶବ୍ଦ ଦ୍ୱାରା ଯାବତୀୟ ଅଭିବ୍ୟକ୍ତିର ଅତୀତ। ସେହି ପ୍ରେମ ଯେମିତି ପରିପୂର୍ଣ୍ଣ ଓ ମୁକ୍ତ ଭାବରେ ପ୍ରକାଶିତ ହେବାକୁ ଆରମ୍ଭ କରେ, ସେତେବେଳେ ସତେ ଯେପରି କେତେ କେତେ ପରିମାଣର ବସ୍ତୁମାନଙ୍କ ସଙ୍ଗେ ପେଶୀ ହେଇକରି ସେ ଚୂନା ହେଇଯାଏ। ତା ପ୍ରତି ଆମକୁ ସତର୍କ ହେବାକୁ ପଡିବ। ଯେତେବେଳେ ସେଇ ସର୍ବୋଚ୍ଚ ପ୍ରେମ, ସେ ଯୋଉ ଅଦ୍ଭୁତ ଶକ୍ତି, ସେ ଅଦ୍ଭୁତ ଶକ୍ତି କିନ୍ତୁ ପୁଣି ଯେତେବେଳେ ସେ ସ୍ଥୂଳ ଭାବରେ ପ୍ରକାଶ ହୁଏ, ସେତେବେଳେ କଣ ହେଇଯାଏ, ଚୂନା ହେଇଯାଏ। ତେଣୁ ସେଥିପ୍ରତି ଆମକୁ ସତର୍କ ହେବାକୁ ପଡିବ। ତାପରେ କହିଲେ ଯେ ଆମ ଭିତରର ଯୋଉ ସ୍ପନ୍ଦନ ନିରନ୍ତର ଆମ ଭିତରେ ରହିଛି, ଆମେ ଯୋଉଥିରେ ବସବାସ କରୁଛୁ, କିନ୍ତୁ ସେହି ସତ୍ୟ ସ୍ପନ୍ଦନଟି ଏ ଦିଟା ଭିତରେ ପ୍ରଭେଦଟିକୁ ଯଦି ଜାଣିବାକୁ ସମର୍ଥ ହୁଅନ୍ତି, ତାହେଲେ ଆମ ଭିତରେ ସବୁ କିଛିକୁ ବନ୍ଦ କରିଦେବା ଲାଗି ଯଥେଷ୍ଟ ହେଇଥାଏ। ଲେଖୁଛନ୍ତି ଏଇ ଦୁଇଟି ମଧ୍ୟରେ, ତା ପୂର୍ବରେ ରହିଛି, ଦୁଇଟି ମଧ୍ୟରେ ରହିଥିବା ପ୍ରଭେଦଟିକୁ ଜାଣିବାକୁ ସମର୍ଥ ହେଲେ ହିଁ କେବଳ ଏହି ଦୁର୍ବଳତାଟିକୁ, ଯାହାକୁ ମୁଁ ରୁଗ୍ମତା ବୋଲି କହିଥାଏ, ତାହାକୁ ନିରୀକ୍ଷଣ କରିପାରିବା ଦ୍ୱାରା ହିଁ ତାହା ହିଁ ସବୁ କିଛିକୁ ବନ୍ଦ କରିଦେବା ଲାଗି ଯଥେଷ୍ଟ ହୋଇଥାଏ। ଅଜ୍ଞାନତାରୁ ଆମେ ସୃଷ୍ଟି ହେଇ ଆସିଛୁ। ରୋଗଟି ବା ଯୋଉ ଦୁର୍ବଳତାଟି ଆମର ଅଜ୍ଞାନତାରୁ ଆସିଛି, ଏ ବହୁତ ଦିନର। ତେଣୁ ଆମକୁ ଧୈର୍ଯ୍ୟ ଧରି ରହିବାକୁ ପଡିବ। ତେଣୁ ଲେଖିଲେ, ଏଥିଲାଗି କେବଳ ଧୈର୍ଯ୍ୟ ଧରି ରହିବାକୁ ପଡିବ। ପ୍ରଗାଢ ଭାବରେ ଅଭିପ୍ସା କର, ମାତ୍ର କୌଣସି ପ୍ରକାରରେ ଧୈର୍ଯ୍ୟ ହରାଅ ନାହିଁ। ପ୍ରଗାଢତା ଓ ଧୈର୍ଯ୍ୟହୀନତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି, ତାହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ଏହା ଏକ ସ୍ପନ୍ଦନଗତ ପାର୍ଥକ୍ୟ। ଏହା ଏକ ସୂକ୍ଷ୍ମ ପାର୍ଥକ୍ୟ ସତ, ମାତ୍ର ତାହା ହିଁ ସବୁ କିଛି ପାର୍ଥକ୍ୟର କାରଣ ହେଇଥାଏ। ସେଇ ପାର୍ଥକ୍ୟଟିକୁ ଆମକୁ ଜାଣିପାରିଲେ ଆମେ ସବୁ କିଛିକୁ ବନ୍ଦ କରିଦେଇ ପାରିବା। ତେଣୁ ଅସଲ କଥା କହିଲେ, ପ୍ରଗାଢତା ଭିତରେ ଧୈର୍ଯ୍ୟଚିତ ନ ହେବା ପାଇଁ। ତାପରେ ଆଉ ଗୋଟେ କହିଥିଲେ, ଆମେ ତରବର ହେଲେ କଣ କରୁ, କାର୍ଯ୍ୟକୁ ଅଧିକ ବିଳମ୍ବ କରିଦଉ। ହଁ। ତାପରେ ଯୋଉଟା ଆମେ ଆଗରୁ ସେ ପଏଣ୍ଟଟି ଆଲୋଚନା କରିସାରିଛନ୍ତି, ଯେ ପ୍ରକୃତରେ ବଞ୍ଚିବା ଶିଖିନୁ ବୋଲି ତେଣୁ ଆମ ଜୀବନରେ ଦୁଃଖ ଯନ୍ତ୍ରଣା ଆସୁଛି, ମୃତ୍ୟୁ ରହିଛି। ତାପରେ ଆଉ ଗୋଟେ କଥା କହିଥିଲେ, ପ୍ରତ୍ୟେକ ମିନିଟରେ ମଧ୍ୟ ଆପଣାର ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ ଜୀବନ ବଞ୍ଚିବା। କଣ କହିଲେ, ପ୍ରତ୍ୟେକ ମିନିଟରେ ମଧ୍ୟ ଆପଣାର ଅଧିକରୁ ଅଧିକ ସାମର୍ଥ୍ୟ ଅନୁସାରେ ଜୀବନ ବଞ୍ଚିବା। ବେଳେ ବେଳେ ଆମର ଯୋଉ କଥାଟି ଅଲରେଡି ଆଲୋଚନା ହେଇଥିଲା ଅନ୍ୟ ଏକ ପାର୍ଥକ୍ୟରେ, ଯେତେବେଳେ କହିଲେ ଯେ ଆମ ପାଇଁ ଯୋଉଟା, ଆମେ ଯେତେବେଳେ ଗୋଟେ ସର୍ବୋତ୍ତମ ଚେତନାରେ ରହି ଗୋଟେ କାର୍ଯ୍ୟ କରୁଛନ୍ତି, ସେଇଟା ସର୍ବୋତ୍ତମ। କିନ୍ତୁ ମା କହିଲେ ସେଇଟା ସର୍ବୋତ୍ତମ ନୁହଁ। ସେଇଟା ଯୋଉ ସୁପରଲେଟିଭ ଡିଗ୍ରୀକୁ ଆମେ ଯାଉଛୁ, ସେଇଟା ସୁପରଲେଟିଭ ଡିଗ୍ରୀ ନୁହଁ। କାହିଁକି ନା ତାପରେ ଶ୍ରୀରବିନ୍ଦ ବର୍ଣ୍ଣନା କରୁଛନ୍ତି, ତମେ ଯୋଉ ଚେତନାରେ ରହିଥିଲ, ସେଇ ଚେତନାରେ ସେଇଟା ସର୍ବୋତ୍ତମ ହେଇଥାଇପାରେ, କିନ୍ତୁ ତମେ ସର୍ବୋତ୍ତମ ଚେତନାରେ ରହିନ। ତେଣୁ ପ୍ରଚେଷ୍ଟାରେ ଆହୁରି ମଧ୍ୟ ସୁପରଲେଟିଭ ଡିଗ୍ରୀ ରହିଛି। କିନ୍ତୁ ଆମେ ଚେଷ୍ଟା କରିବା ଯେ ଆମେ ସବୁବେଳେ ଅଧିକରୁ ଅଧିକ ଉଚ୍ଚରୁ ଉଚ୍ଚ ଚେତନାକୁ ଗତି କରିବା ପାଇଁ ପ୍ରୟାସ ଜାରି ରଖିବା, ଏବଂ ଯୋଉଠି ରହୁଛୁ, ଯୋଉ ଚେତନାରେ ରହୁଛୁ, ସେଇ ଚେତନାରେ ସର୍ବୋତ୍ତମ ପ୍ରଚେଷ୍ଟା କରିବା। ସେଠି ଆଉ ବାହ୍ୟ ପ୍ରକୃତିକୁ ଆଉ କଣ ବିକୃତ କରିବା ସୁଯୋଗ ଦେବା। ଆମର ପ୍ରାଣଗତ ସ୍ପନ୍ଦନ, ସ୍ଥୂଳ ଶରୀରଗତ ସ୍ପନ୍ଦନ, ମନର ଯୋଉ ତର୍କ ଯୁକ୍ତି ଯୁକ୍ତ ଏବଂ ନିଜକୁ ଦେଖେଇ ହବାର ବା ଇତ୍ୟାଦି ଇତ୍ୟାଦି ପ୍ରାଣ ମନ ଏ ସବୁର ସ୍ପନ୍ଦନ, ତାକୁ ଯେପରି ଆମେ ବିକୃତ ହେବାକୁ ଦବା ନାହିଁ। ତାପରେ କହିଲେ, ଯେଉଁ ବ୍ୟକ୍ତିମାନେ ବିଜ୍ଞ ହେବାକୁ ଚେଷ୍ଟା କରିଛନ୍ତି, ସେମାନେ ଉପଲବ୍ଧି କରିଛନ୍ତି କଣ, ପରମ ଶାଶ୍ୱତ କାଳର ସଜ୍ଞାନତା ମଧ୍ୟରେ ଜୀବନ ବଞ୍ଚିବା ଲାଗି ସେ ଉପଲବ୍ଧି କରି, ସେଥିପାଇଁ କୁହନ୍ତି କଣ, ତମେ ଯୋଉ ଜୀବନ ବଞ୍ଚୁଛ, ପରମ ଶାଶ୍ୱତ କାଳର ସଜ୍ଞାନତା ମଧ୍ୟରେ ଜୀବନ ବଞ୍ଚ। ଏବଂ ସେଠି ଆଲୋଚନା ବେଳେ ମା କହିଲେ ଯେ ତମେ ଯେତେବେଳେ ପରମ ଶାଶ୍ୱତଙ୍କ ପାଇଁ ଜୀବନ ବଞ୍ଚୁଛ, ସେତେବେଳେ ତମର ବ୍ୟକ୍ତିତ୍ୱଟି ଅନ୍ତର୍ହିତ ହୋଇଯାଏ ନାହିଁ। ଆମର ଗୋଟେ ଡର ଥାଏ ଯେ ମୋ ବ୍ୟକ୍ତିତ୍ୱଟି ଅନ୍ତର୍ହିତ ହେଇଯିବ, ମୋର ନିଜର ସ୍ଥିତି କିଛି ରହିବନି। ସେ ବିଷୟରେ ମଧ୍ୟ କହିଲେ, ତୁମେ
ଅଧିକ ସମ୍ପ୍ରସାରିତ ହେଇଯିବ। ତୁମ ଭିତରେ ଶାନ୍ତି ବିରାଜମାନ କରିବ। ଅନନ୍ତତା ସହିତ ଆପଣଙ୍କୁ ଏକାତ୍ମକ କରି ରଖିବା ଲାଗି ମଧ୍ୟ ସେମାନେ ପରାମର୍ଶ ଦିଅନ୍ତି। ତାପରେ ସେଠି ଆଉ ଗୋଟେ କଥା କହିଥିଲେ ଯେ ଶରୀରର କୋଷ ଗୁଡ଼ିକ କଥା ସେ କହିଲେ। କହିଲେ ଏଇ ଯୋଉ କାର୍ଯ୍ୟ ଗୁଡ଼ିକ ଶରୀରର କୋଷ ଗୁଡ଼ିକରେ କରିବାକୁ ପଡିବ। ତାମାନେ ଆମେ ବର୍ତ୍ତମାନ ସୁଦ୍ଧା କଲେକ୍ଟିଭଲି କେବଳ ବାହାରୁ ଗୋଟେ ମଣିଷ ପାଇଁ ଚେଷ୍ଟା କରିବାକୁ କହୁଛନ୍ତି। ମା କହୁଛନ୍ତି ଆହୁରି ତୀବ୍ର କରିକିରି ଆହୁରି ଗଭୀର ଅର୍ଥରେ କହିଥିଲେ ଯେ ଶରୀରର କୋଷ ଗୁଡ଼ିକରେ ଆମକୁ କରିବାକୁ ପଡିବ। କହୁଛନ୍ତି ଯେ ଶରୀରର କୋଷ ଭିତରେ ମଧ୍ୟ ଆମ ଭିତରେ ସବୁ କିଛି ଓଲଟାଇ ଦେବାର ସାମର୍ଥ୍ୟ ରହିଛି। ଏବଂ ସେଠି ସେ କହିଲେ ବେଳେ ବେଳେ ଆମେ ବଡ ଖିଆଲି ଆଉ ବିଭ୍ରାନ୍ତି ପୂର୍ଣ୍ଣ ହେଇକିରି ତାକୁ ଆମେ ଅଣଦେଖା କରୁ, କିନ୍ତୁ ବ୍ୟକ୍ତିର ସ୍ୱଭାବଟି ତାରି ଉପରେ ହିଁ ନିର୍ଭର କରିଥାଏ। ହଁ, ତାପରେ ଆଉ ଗୋଟେ କଥା କହିଲେ ଯେ ଆମେ ଦେଖନ୍ତୁ ଆମେ ଯେ ସାଧାରଣ ଜୀବନରେ କିପରି ବଞ୍ଚି ପାରିବା ଗୋଟେ ଗୋଟେ ପଏଣ୍ଟ କହୁଛନ୍ତି। ଯନ୍ତ୍ରଣା ପାଉଥିବା ସମୟରେ କେହି ଯଦି ସେଇ ବିଷୟରେ ଅଭିଯୋଗ କରେ ତେବେ ଜାଣିବ ଯେ ତା ଭିତରଟା ଅତ୍ୟନ୍ତ ଦୁର୍ବଳ। ଆମେ ଯେତେବେଳେ ଯନ୍ତ୍ରଣା ପାଉଛୁ ସେତେବେଳେ ଆମେ ଯେତେବେଳେ ଅଭିଯୋଗ କରୁଛୁ ମୋ ଭାଗ୍ୟ ଖରାପ, ଭଗବାନ ମୋ କଥା ଶୁଣୁନାହାନ୍ତି, ଏମିତି ଅନେକ ସାଧାରଣ ବ୍ୟକ୍ତି ବି କୁହନ୍ତି। ଆମ ଭିତରେ ବି ଛୋଟ ଛୋଟ ହଉ କେତେବେଳେ କେତେବେଳେ ଆସେ। ସେତେବେଳେ ଜାଣିବେ ଯେ ଆମେ ଦୁର୍ବଳ ହେଇଯାଇଛୁ। ଆମ ଭିତରଟା ଅତ୍ୟନ୍ତ ଦୁର୍ବଳ ରହିଛି। ତାମାନେ ଆମକୁ ପୁଣି ଆହୁରି ଅଧିକ ପ୍ରୟାସ କରିବାକୁ ପଡିବ। କାହିଁକି ନା ସେଇ ଯନ୍ତ୍ରଣା ଭିତରେ ଆମକୁ କୋଉ ଉପଲବ୍ଧିଟି କରିବାର ଅଛି, କଣ ଶିକ୍ଷା କରିବାର ଅଛି, ତାହା ଆମେ ନ ଶିଖିକି ଆମେ ସେଠି କଣ କରୁଛୁ ଅଭିଯୋଗ କରୁଛୁ। ଯିଏ ସାଧନାର ଦୃଷ୍ଟିକୋଣ ରହିଥିବ ସେ କଣ କରିବ ସେଥିରେ ବଞ୍ଚି ରହିବାଟା ଶିଖିଯିବ। ସିଏ ଆଉ ଅଭିଯୋଗ କାହିଁ କରିବ, ତା ପାଇଁ ସେଇଟା ସୁଯୋଗ ହେଇଗଲା। ହଁ, କହୁଛନ୍ତି ସେତିକି ବେଳେ ଆମେ ବେଳେ ବେଳେ କହୁଛନ୍ତି ସିଏ କହେ କଣ କହେ ନା ମୁଁ ଏତେ ଗୁଡା ସମୟ ନଷ୍ଟ କରିଦଉଛି, ମୁଁ ସବୁ କଥାକୁ ମନ୍ଥର ଭାବରେ କରୁଛି। ଏଇଭଳି ଭାବରେ ତା ଭିତରେ କେତେ କେତେ କଥା ଆସେ। ଏବେ ଆମେ ଯୋଉ ଗୁଡାକ ଆଲୋଚନା କରିଗଲେ ସେଗୁଡାକ ଯେ ଆମକୁ ବଞ୍ଚିବାର ଛଳନା କରିବା ନାହିଁ, ବଞ୍ଚିବାକୁ ହବ ଅଧିକ ମହତ୍ୱପୂର୍ଣ୍ଣ ଭାବରେ ବଞ୍ଚିବାକୁ ଆମକୁ ହବ। ଏବଂ ତାପରେ କହିଲେ ଯୋଉ ଉପଲବ୍ଧି ଆମେ କରୁଛନ୍ତି ତାହା ଯେପରି ନିଷ୍ଠାପର ହବ, ନିର୍ଦ୍ଦୋଷ ହବ, ସମ୍ପୂର୍ଣ୍ଣ ହବ, ପ୍ରକୃତ ଉପଲବ୍ଧି ହେବ। ଏବଂ ଆମେ ତାକୁ ଜଣେଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ନ କରିକିରି ନିଜେ ଉପଲବ୍ଧି କରିବା ପାଇଁ ଗୁରୁତ୍ୱ ଦବା। ତୁମେ ଯୋଉ କାର୍ଯ୍ୟ କରିବାକୁ ଯାଉଛ ବା ତୁମ ଭିତରେ ଉପଲବ୍ଧି ଅଛି ତାକୁ ଯେତେବେଳେ କହିବା ସକାଶେ ତୁମେ ଯେତେବେଳେ କହିବାକୁ ଯାଉଛ ସେ ସବୁକୁ ଅଧେ ବିଗାଡି ଦିଏ। ତାପରେ କହିଲେ ଯେ ଯୁଗପତ ଭାବରେ ଆମର ସ୍ଥିତି ବିଷୟରେ ଆମକୁ ସଚେତନ କରେଇ ଦିଆଯାଉଥାଏ। ତେଣୁ ଆମକୁ ସେଇଟାକୁ ଲକ୍ଷ୍ୟ କରିବାକୁ ପଡିବ। ତାମାନେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ କୋଉ ସ୍ଥିତିରେ ରହିଛି ସେଇ ଅନୁସାରେ ମୋ ଚତୁଃପାର୍ଶ୍ଵରେ ପରିବେଶ ପରିସ୍ଥିତିଟି ତିଆରି ହଉଛି। ତାମାନେ ସେ ତମକୁ ଜଣେଇ ଦଉଛି ଯେ ତମେ କୋଉ ସ୍ଥିତିରେ ରହିଛ। ତେଣୁ ସେଥିପାଇଁ କହିଲେ ତୁମେ ପ୍ରକୃତରେ କେଉଁଠାରେ ଯାଇ ପହଞ୍ଚି ପାରିଛ ତା ଆବିଷ୍କାର କରିବାରେ ତୁମକୁ ଏଇଟା ସାହାଯ୍ୟ କରେ। କୋଉଟା? ଆମର ପରିବେଶ ପରିସ୍ଥିତି ଆମକୁ ସେ ତିଆରି କରାନ୍ତି ସେଇଭଳି ଭାବରେ। ଯଦ୍ୱାରା ଆମେ ଚିହ୍ନି ପାରିବା ଏବଂ ଚିହ୍ନି ପାରିକିରି ଶିଖିକି ଗୋଟେ ଷ୍ଟେପ ଆଗେଇ ଯିବା। ତାପରେ ଶେଷ ଲାଇନ ଟା ଯୋଉଟା ଥିଲା ଯେ ଏକା ବେଳକେ ଏ ପାଖକୁ ଢଳି ପଡିବା ନୁହେଁ କିମ୍ବା ଅଥବା ସେ ପାଖକୁ ଢଳି ପଡିବା ନୁହେଁ, ଅତିରିକ୍ତ ପରିମାଣରେ ଏଇଟା ନୁହେଁ ଅଥବା ଅତିରିକ୍ତ ପରିମାଣରେ ସେଇଟା ନୁହେଁ। ସବୁ କିଛି ଭିତରେ ଶୁଦ୍ଧ ରହିଥିବ, ଭାରସାମ୍ୟ ସହିତ ବାଟ ଚାଲୁଥିବ। ଶୁଦ୍ଧତା ଏବଂ ନିଷ୍ଠା ଏ ଦିଟା ଯାକ ଏକା କଥା। ଆକ୍ଚୁଆଲି ନିଷ୍ଠାପର ହବ ମାନେ ତମେ ଶୁଦ୍ଧ ହବାକୁ ପଡିବ, ଶୁଦ୍ଧ ହବ ମାନେ ନିଷ୍ଠାପର ହବାକୁ ପଡିବ। ସେଥିପାଇଁ ଲାଷ୍ଟ ଲାଇନ ଟା ଥିଲା ଶୁଦ୍ଧତା ଏବଂ ନିଷ୍ଠା ଦୁଇଟି ଯାକ ସେ ଗୋଟିଏ କଥା। ତେଣୁ ସାଧାରଣ ଜୀବନରେ ଆମେ ବଞ୍ଚିବା ପାଇଁ ହେଲେ ଆମକୁ ଯୋଉ ଶୁଦ୍ଧତା ହଉ ବା ନିଷ୍ଠାପର ଭାବରେ ପ୍ରଚେଷ୍ଟା କରିବା। ତେବେ ଆମକୁ ଆରମ୍ଭରେ କହିଥିଲେ ଯେ ଆଶ୍ରମ ଏଇଥିପାଇଁ ତିଆରି କରାହେଇଛି ଆମକୁ ଯୋଉ ବାହ୍ୟ ଜୀବନ ସୁବିଧା ଦିଆଯାଇଛି। ତେଣୁ ସେଥିପାଇଁ ଆମକୁ ଚିନ୍ତା କରିବା ପାଇଁ ଆଉ ନ କରିକି ଚିନ୍ତା ଆଉ କାହିଁ ଚିନ୍ତା କରିବା, ଆପଣ ତ ଯୋଗେଇ ଦିଆଗଲା ଆଉ। ତେଣୁ ସମୟ ଏଥିପାଇଁ ଅଧିକ ଦବ। ମା ଥ୍ୟାଙ୍କ ୟୁ ଅଲ୍ ରୋଗର